ସ୍ମରଣ ଧ୍ୟାନ ସବୁ ସବୁ ଗୋଟିଏ ଜିନିଷ। ଆମେ ବା ଆମର ଯେଉଁମାନେ ମାର୍ଗଦର୍ଶକ ମାନେ ରହିଲେ ଅଛନ୍ତି, ଏଇମାନେ ହିଁ ଏହାକୁ ସରଳ କେଉଁଠି କରିଛନ୍ତି ତାକୁ ଆମେ ଖୋଜିନୁ, କିନ୍ତୁ ଜଟିଳ ବହୁତ କରିଦେଇଛୁ। ଜଣେ ସାଧାରଣ ଲୋକ ସେ ସକାଳୁ ଉଠେ, ବିଲ ବାଡ଼ିକି ଯାଏ, ଗାଈ ଗୋରୁ ଏମାନଙ୍କୁ ଖାଇବାକୁ ଦିଏ, ନିଜ ପରିବାର କେମିତି ପ୍ରତିପୋଷଣ ହେବ ସେଥିପାଇଁ ମଧ୍ୟ ସେ ଅକ୍ଳାନ୍ତ ପରିଶ୍ରମ କରେ। ତାପରେ ଆସିକିରି ଟିକେ ଖାଇକିରି ବିଶ୍ରାମ ନିଏ। ଏଇଭଳି ଗୋଟିଏ ଜଞ୍ଜାଳ ଭିତରେ ରହିଥିବା ମଣିଷ, ତାକୁ ଯଦି ଗୁଡ଼ାଏ ମନ୍ତ୍ର, ଗୁଡ଼ାଏ ପ୍ରାର୍ଥନା, ଗୁଡ଼ାଏ ଧ୍ୟାନ ଏମିତି ଯଦି ତାକୁ ଶିକ୍ଷା ଦିଆଯାଏ, ସେ କ'ଣ ପ୍ରକୃତରେ ତାକୁ ମନର ଏକାଗ୍ରତା ବା ଶ୍ରଦ୍ଧାରେ ତାକୁ କରିପାରିବ? ମୁଁ ଜୀବନରେ ଅନୁଭବ ବି କରିଛି। ମୋର ବାଲ୍ୟ ଜୀବନ ଠାରୁ ଏପର୍ଯ୍ୟନ୍ତ ବାଲ୍ୟ ଜୀବନରେ ବେଶୀ ଅନୁଭବ କରିଥିଲି, କିନ୍ତୁ ଅନୁଭବ ତାର ପ୍ରକୃତ ମୁଁ ଯାହା ଦେଖିଛି, କିନ୍ତୁ ଲୋକର ସେ ପର୍ଯ୍ୟନ୍ତ ଧୈର୍ଯ୍ୟ ରହେନି। ଦଣ୍ଡେ ନିମିଷେ କ୍ଷଣେଲେ ସେ ଅଳ୍ପ କଥା ବରଂ ହଉ, ଅଳ୍ପ ସମୟ ଯଦି ଆମେ ଏକାଗ୍ରତାର ସହିତ ପ୍ରେମର ସହିତ ଯଦି ଆମେ ତାଙ୍କୁ ଚିନ୍ତନ କରିବା, ତାହେଲେ ସେ ନିଶ୍ଚୟ ତାକୁ ଗ୍ରହଣ କରିବେ। ମନେ କରାଯାଉ ଜଣେ କହିବ ଯଦି ସେ ଗ୍ରହଣ ନ କଲେ, ଯଦି ସେ ଗ୍ରହଣ ନ କଲେ ଏ କ୍ଷତିଟା କ'ଣ ହେବ? ଯେ ତମ ଯାହାର ଗ୍ରହଣ କରୁଛନ୍ତି ତାଙ୍କର ଲାଭ କ'ଣ ହେଇଛି? କେବଳ ଆନନ୍ଦ ଟିକେ ପାଇଛନ୍ତି, ଈଶ୍ୱରଙ୍କ ସତ୍ତାକୁ ଟିକେ ଉପଲବ୍ଧି କରି ସେ ଟିକେ ଆନନ୍ଦ ପାଇଛନ୍ତି। ମୋର ଜନ୍ମଟା ସାର୍ଥକ ହେଇଗଲା ବୋଲି ଭାବିଛନ୍ତି। ଯେଉଁମାନେ ନ ପାଇଛନ୍ତି ସିଏ କ'ଣ ଦୁଃଖରେ କାନ୍ଦୁଛନ୍ତି? ହଁ, ଏମିତି କହୁଛନ୍ତି ମୋର ଟିକେ ଧ୍ୟାନ ଭୁଲ ହେଇଗଲା କି କ'ଣ କଲା, ଏମିତି ମୁଁ ଟିକେ ପ୍ରଭୁଙ୍କର ସ୍ପର୍ଶ ପାଇଲି। କିନ୍ତୁ ପ୍ରକୃତରେ କିଏ ପ୍ରଭୁଙ୍କର ସ୍ପର୍ଶ ପାଇବ, କିଏ ନ ପାଇବ, ଏସବୁ କଥାରେ ବିଲକୁଲ ମୁଣ୍ଡ ଦେବା ଉଚିତ ନୁହେଁ। ଆପଣ କଥା କହୁଛନ୍ତି, ସେଠି ଶବ୍ଦ ବିଭିନ୍ନ ଶବ୍ଦ ବାହାରୁଛି, ସମୟ ମଧ୍ୟ ଯାଉଛି, ଏଗୁଡ଼ାକ ସବୁ କ୍ଷୟ ହେଇଯାଉଛି, ଏଠି ଲାଭ କିଛି ନାହିଁ। କିନ୍ତୁ ଯେଉଁମାନେ ନୀରବତାର ସହିତ, ତାଙ୍କୁ ଗାଇ ଆସେ ନାହିଁ, ନାଚି ଆସେ ନାହିଁ, ଯେମିତି ଆମର ସବୁ କିଏ ହାତ ଟେକି ନାଚିଲେ, କିଏ ଗୋଡ଼ ଟେକି ନାଚିଲେ, କିଏ ନାଚୁ ନାଚୁ ଧୂଳିରେ ଗଡ଼ିଗଲେ। ତେଣୁ ଆପଣମାନେ କି ଆମେ ଭାବିବା ଏଇ ହେଉଛନ୍ତି ଶ୍ରେଷ୍ଠ ଭକ୍ତ, କିନ୍ତୁ ପ୍ରକୃତରେ ଶ୍ରେଷ୍ଠ ଭକ୍ତ କିଏ, ଅଶ୍ରେଷ୍ଠ ଭକ୍ତ କିଏ, ତାକୁ ବି ନିର୍ବାଚନ କରିବା ଆମର
ଆମର ସେ ଶକ୍ତି ନାହିଁ। କିନ୍ତୁ ଗୋଟିଏ କଥା, ଯେଉଁମାନେ ତିନୋଟି କଥାକୁ ସବୁବେଳେ ଗୁରୁତ୍ୱ ଦିଅନ୍ତି, ପ୍ରଥମ ହେଉଛି କର୍ମ। ପିଲାଟି ଜନ୍ମ ହେଲା, ଆପଣମାନେ ନିଜେ ଭାବନ୍ତୁ, ଆପଣମାନଙ୍କ ଠାରୁ ଯେଉଁ ପିଲାଟି ପ୍ରଥମେ ଜନ୍ମ ନେଲା, ସିଏ କ'ଣ ପ୍ରଥମେ ପାଠ ପଢ଼ିକି ଜନ୍ମ ହେଇଥିଲା? ନା ଇଂରାଜୀ କହୁଥିଲା, ନା ହିନ୍ଦୀ କହୁଥିଲା, ନା ଅଙ୍କ କଷୁଥିଲା, ନା ବିଜ୍ଞାନ ପଢ଼ୁଥିଲା? ସେ ଜନ୍ମ ହେଇପାରିଲା। ଯେଉଁଦିନ ସେ ଜନ୍ମ ହେଲା, ସେଇଠୁ ତା ଜୀବନର କର୍ମମୟ ଜୀବନ ତାର ଆରମ୍ଭ ହେଲା। ସିଏ ଗୋଡ଼ ହାତ ଛାଟିଲା। ସିଏ କ'ଣ? ସେ ଗୋଡ଼ ହାତ ଛାଟିବାଟା କ'ଣ? ସିଏ ହେଉଛି ଗୋଟିଏ ବାଲ୍ୟ ଜୀବନର, ସିଏ ହେଉଛି ଗୋଟିଏ ଏକ୍ସରସାଇଜ, ବ୍ୟାୟାମ। ସେଇ ଏକ୍ସରସାଇଜ ବା ସେଇ ବ୍ୟାୟାମ ମାଧ୍ୟମରେ ସିଏ ଯେଉଁ ମାତୃସ୍ତନରୁ କ୍ଷୀର ଖାଉ କି ଅମୁଲ ଖାଉ କି କ'ଣ ସେ ଖାଉଛି, ସେ ଯାହା ବି ଖାଉଥିବ ସେଗୁଡ଼ିକ ସବୁ ସେ ହଜମ କରୁଛି। ଯଦି ସେ ଗୋଡ଼ ବାଡ଼େଇବନି, ହାତ ବାଡ଼େଇବନି, ଚୁପ୍ କରି ମାନେ ମାଂସ ପିଣ୍ଡୁଳା ଭଳିଆ ପଡ଼ି ରହିବ, ତାର କିଛି ହଜମ ହେବନି। ତାର ନିଶ୍ଚିତ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହେବ। ତେଣୁ ଯୋଗଟା ଆରମ୍ଭ ହୁଏ ସେଇଠୁ। ମାତୃଗର୍ଭରେ ଯେଉଁ ସନ୍ତାନ 8 ମାସ ରହୁ, 10 ମାସ ରହୁ କିମ୍ବା 6 ମାସ ରହୁ, ଅନେକ ପିଲା ବି 6-7 ମାସରେ ଜନ୍ମ ହେଉଛନ୍ତି। ସେ ଯେତିକି ଦିନ ସେ ମାତୃଗର୍ଭ ଭିତରେ ଥିଲା, ସେଇଟା ହେଉଛି ତାର ତପସ୍ୟାର ଭୂମି ଥିଲା। ସେ ମାତୃଗର୍ଭ ଭିତରେ ସେତେବେଳେ ବହି ପଡ଼ୁନଥିଲା। ସେ ତପସ୍ୟାର ଭୂମି ଥିଲା। ତପସ୍ୟାର ଭୂମି କେମିତି ଆମେ ତାକୁ କହିବା? ମା ଯାହା ଖାଉଥିଲା ସେଇଥିରୁ ଟିକେ ସିଏ ଖାଉଥିଲା। ମା ଯେଉଁ ନିଶ୍ୱାସ ନେଉଥିଲା, ସେଇ ନିଶ୍ୱାସକୁ ଛୁଆକୁ ମଧ୍ୟ କିଛି ବାଣ୍ଟିକିରି ଦେଉଥିଲା। ଏଇଭଳି ଭାବରେ ସେ ନିଶ୍ୱାସ ଗୋଟେ ତା ପାଇଁ ଥିଲା ଯୋଗ। ଯେତେବେଳେ ମାତୃଯୋନିରୁ ଯେତେବେଳେ ସେ ବାହାରକୁ ଆସିଲା, ତାର ସାଙ୍ଗେ ସାଙ୍ଗେ ଆରମ୍ଭ ହେଇଗଲା କର୍ମ। କର୍ମମୟ ଜୀବନଟା ସେଇଠୁ ଆରମ୍ଭ ହେଲା। ପ୍ରଥମେ କାନ୍ଦିଲା। କାନ୍ଦିବା ମଧ୍ୟ ଗୋଟେ ଯୋଗ। କେତେବେଳେ ହସିଲା, କେତେବେଳେ ଗୋଡ଼ ବାଡ଼େଇଲା, କେତେବେଳେ ହାତ ବାଡ଼େଇଲା, କେତେବେଳେ ତାକୁ ଭୋକ କଲା। ସେ କହିପାରିଲାନି ମୋତେ ଭୋକ କଲାଣି, କିନ୍ତୁ ଭୋକ କଲାଣି ବୋଲି ମା ତାକୁ ବୁଝିପାରିଲା ଯେ ମୋ ପିଲାଟାକୁ ଭୋକ କଲାଣି କିମ୍ବା ଶୋଷ କଲାଣି। ମା ତାକୁ ବୁଝିକିରି ଠିକ୍ ସେହି ସମୟରେ ତାର ଖାଦ୍ୟପେୟ ସେ ବ୍ୟବସ୍ଥା କରେ। କେମିତି ରୋଗୀର ଯନ୍ତ୍ରଣାକୁ ଡାକ୍ତର ବୁଝିପାରେ, ସନ୍ତାନର ସମସ୍ତ ଯନ୍ତ୍ରଣାକୁ ମା ହିଁ ପ୍ରଥମେ ବୁଝିପାରେ। ସେଥିପାଇଁ ମାକୁ ଆମ ଧର୍ମରେ ଆମେ ସମସ୍ତେ ପୃଥିବୀର ଲୋକ, ପୃଥିବୀର ସମସ୍ତେ ଆମେ ଭଦ୍ର ଲୋକ। ଏ ପୃଥିବୀରେ କେହି ଅଭଦ୍ର ଲୋକ କେହି ନାହାନ୍ତି। ଜଣେ ଯଦି ଆସିକି ମୋତେ ପ୍ରମାଣ ଦେବ ଯେ ମୁଁ ହେଉଛି ଗୋଟିଏ ଅଭଦ୍ର ଲୋକ, ମୁଁ ସମସ୍ତଙ୍କ ଆଗରେ ତାକୁ ଯେତିକି ପ୍ରଶ୍ନ ପଚାରିବି, ଶେଷକୁ ସେ ଉତ୍ତର ଦେବ
ମୁଁ ପ୍ରକୃତରେ ଭଦ୍ର, ମୋତେ ଅଭଦ୍ର ସଜେଇ ଦିଆହେଇଛି, ମୋତେ ଅଭଦ୍ର କରେଇ ଦିଆହେଇଛି। ଏବଂ ସେ ଲୋକଟି ନିଶ୍ଚୟ ସେ ହାତ ଯୋଡ଼ି ମାଗୁଣି କରିବ, ମୋତେ ଗୁରୁଦେବ ଟିକେ ଭଦ୍ର କରନ୍ତୁ। ଇଏ ହେଉଛି ଚିରାଚରିତ କଥା। ଇଏ କଥାଟା ଆମ ମୁଣ୍ଡରେ ସିନା ପଶେ ନାହିଁ, କିନ୍ତୁ ଇଏ କଥାଟା ହେଉଛି ଗୋଟେ ଚିରାଚରିତ କଥା। ଯେତେବେଳେ ଛୁଆଟି ଜନ୍ମ ହୁଏ ସେ ପ୍ରଥମ ତାର କର୍ମ ଆରମ୍ଭ ହୁଏ। ସେ କର୍ମଟି କ'ଣ? ପ୍ରଥମ କର୍ମ ହେଉଛି ଶବାସନ। ଚିତି ହେଇକିରି ଶୋଇଲା। ଏଇ ଯେଉଁ ଚିତି ହେଇକିରି ଶୋଇଲା ସେ ହେଉଛି ଶବାସନ। ଯେତେବେଳେ ପେଟେଇଲା ସେଇଟା ହେଉଛି କଚ୍ଛପ ଆସନ। ଆପଣମାନେ ଦେଖିଥିବେ ଚିଠି ଶୋଇବା ପରେ ସେ ପେଟେଇବ ନିଶ୍ଚୟ, ପେଟେଇବା ପରେ ସେ ଆଣ୍ଠେଇବ ନିଶ୍ଚୟ। ତାକୁ ଶୁକରାସନ ବୋଲି କୁହାଯିବ। ଶୁକର, ଯାହାକୁ ବରାହ ଅବତାର ବୋଲି କହୁଛନ୍ତି। ଏଇଭଳି ଭାବରେ ତାର ପ୍ରତିଟି ମୋମେଣ୍ଟ ସିଏ କାନ୍ଦୁ ନାହିଁ କି ହସୁ ନାହିଁ। କାନ୍ଦିବାର ଅର୍ଥ ସେ ବୁଝି ନାହିଁ, ହସିବାର ଅର୍ଥ ବି ସେ ବୁଝି ନାହିଁ, କିନ୍ତୁ ସେ କାନ୍ଦୁଛି ଏବଂ ସେ ହସୁଛି। ଏଇ ଯେଉଁ ହସ କାନ୍ଦର ଦୁନିଆରେ ସେ ଧୀରେ ଧୀରେ ଆଗକୁ ଆଗକୁ ଯାଉଛି। ସେତେବେଳେ ତାର ଜୀବନ ସାଥୀ କିଏ? ଆମେ ଆଜି କହୁଛୁ ଆମ ଜୀବନ ସାଥୀ ହେଉଛି ଆମ ସ୍ତ୍ରୀ। ବେଳେବେଳେ ଅନେକ କୁହନ୍ତି, ସମସ୍ତେ କହନ୍ତିନି, କାହାର କେଉଁ ପ୍ରକାର ମତ। ଇଏ ହେଉଛନ୍ତି ଆମର ସହଧର୍ମିଣୀ, ଇଏ ହେଉଛନ୍ତି ଆମର ଧର୍ମପତ୍ନୀ। ପ୍ରକୃତ ଆପଣମାନେ ଭାବିକିରି କହିବେ ସେ ଆପଣଙ୍କର ପ୍ରକୃତ ଧର୍ମପତ୍ନୀ। ସେ ଆପଣଙ୍କୁ କେଉଁଥିରେ ସାହାଯ୍ୟ କରିଛି? ପିଲା ଜନ୍ମ ହେଲା, ସେ କ୍ଷୀର ଦେଇ ତାକୁ ବଞ୍ଚେଇଲା, ସେଟା ତା ଡ୍ୟୁଟି ସେ କଲା। ସେ ସହଧର୍ମିଣୀ କେତେବେଳେ ହେଲା? ସହଧର୍ମିଣୀ ସେତିକି ବେଳେ ହୁଏ ସ୍ୱାମୀ ଯେଉଁ ବାଟରେ ଯାଏ ସେଇ ବାଟକୁ ସିଏ ଯଦି ଅନୁସରଣ କରିବ, ମୋ ସ୍ୱାମୀ ଏଇ ବାଟରେ ଯାଇଛି, ମୁଁ ଏଇ ବାଟରେ ହିଁ ଯିବି, ସେତେବେଳେ ତାକୁ ଗୋଟେ ସହଧର୍ମିଣୀ ବୋଲି ଲୋକ ଭାବିବେ। କିନ୍ତୁ ବର୍ତ୍ତମାନ ଗୋଟେ ସହଧର୍ମିଣୀ ପାଇବା ମୋଟେ 5% କି 10% ହେବେ କି ନାହିଁ। ମୁଁ ତ ପ୍ରତ୍ୟେକ ଦିନ ଏଇଠି ହଉ ଯୋଉଠି ହଉ ମୁଁ ଯାହା ସେ ଫୁଙ୍କା ଫୁଙ୍କି ତ କରୁଛି, ଯାହା ମୋର ପ୍ରବଚନ କି କ'ଣ ଗୋଟେ ଦେଉଛି, କିନ୍ତୁ ମୋର ନିଶାପ ମୁଁ ବର୍ତ୍ତମାନ ଗୋଟେ ମାମଲଟକାର ହେଇଗଲାଣି। ସବୁଦିନେ ମୋର ଗୋଟେ ଗୋଟେ ନିଶାପ। କେଉଁଠି ସ୍ୱାମୀ ସ୍ତ୍ରୀର ନିଶାପ, ଆଜି ଗୋଟେ ଭାଇ ଭାଇର ନିଶାପ ଥିଲା, କାଲି ବି ଗୋଟେ ପାରିବାରିକ ନିଶାପ ଅଛି। କି ନିଶାପ କରୁଛୁ, କିନ୍ତୁ ଆମକୁ କେହି ନିଶାପର ମୂଲ୍ୟ ଦେଉନାହାନ୍ତି କି 500,000 ନିଅ, ଏସବୁ କିଛି ନାହିଁ। ତେବେ ସେ ଯାହା ହଉ ନିଶାପ କରିକି ଯଦି କିଛି ଲୋକ ଶାନ୍ତିରେ ରହିପାରିଲେ, ସେଇ ଗୋଟାକ ଆମର ମୂଲ୍ୟ। ତେଣୁ ମୋର କହିବାର କଥା ହେଉଛି ଆମେ ମାନେ କର୍ମକୁ ନେଇକିରି ଆମେ ଚାଲିଛୁ।
ଆମେ ବିବାହ ହେଲୁ, ସେ ଗୋଟିଏ କର୍ମୀ ଆମ ସହିତ ଆଇଲା। ତାପରେ ପୁଅ ଝିଅ ଆସିଲେ। ଦେଖନ୍ତୁ ଶୁକର ବାମନ ଅବତାର ଯେତେବେଳେ ପ୍ରଭୁ ହେଲେ, ତାଙ୍କ ହାତରେ ଗୋଟିଏ ଛତା ରହିଲା, ଆଉ ଗୋଟେ ହାତରେ କମଣ୍ଡଳୁ ରହିଲା। ଆରେ ଠୁକୁରା ମଣିଷଟିଏ, ତାକୁ ଦେଖିବା ପାଇଁ ମଧ୍ୟ କେତେକ ଲୋକ ଆଇଲେ। ସେଇ ହେଉଛି ବାମନ। ସିଏ ଦୁନିଆକୁ ଦେଖେଇ ଦେଲେ, ପ୍ରତ୍ୟକ୍ଷରେ ଜଣେଇ ଦେଲେ, ତମେ ଯିଏ ନିଜକୁ ନିଜେ କହୁଛ ବଡ଼, ତମେ ହିଁ ଏକୁଟିଆ କହୁଛ। ତମ କଥାରେ କିଏ ହଁ ମାରୁନି କି ନା ମାରୁନି। ବଡ଼ ହେଉଛି ମୁଁ। ମୁଁ କେମିତି ବଡ଼ ହେଲି? ମୁଁ 3ଟି ପାଦ ଭୂମି ନେଲି। ତମେ ତ 50 ଏକର, 25 ଏକର, 10 ଏକର, 2 ଏକର ଜମିର ମାଲିକ। ମୁଁ ମୋଟରୁ 3 ପାଦ ଭୂମି ନେଲି। ତ 3 ପାଦ ଭୂମିରେ ତ ଗୋଟାଏ ଛୋଟିଆ ରୋଷେଇ ଘର ହେଇପାରିବନି। ତମେ କେମିତି ବଡ଼ ହେଲ? ସେ ରୋଷେଇ ଘର ଭୂମି ନୁହଁ, ସେ ହେଉଛି ସ୍ୱର୍ଗ, ମର୍ତ୍ତ୍ୟ ଆଉ ପାତାଳ। ତାହେଲେ ମୋ ଠାରୁ କିଏ ତମେ ବଡ଼ ବେଶୀ ଅଛ? ମୋତେ ପ୍ରମାଣ କରିଦିଅ ଯେ ତମ ଠାରୁ ମୁଁ ବଡ଼ କି ମୋ ଠାରୁ ତମେ ବଡ଼। ପ୍ରମାଣ କରିଦିଅ। ସେ ପ୍ରମାଣ କେହି କରିପାରିବେନି। ଇଏ ହେଉଛି ଗୋଟିଏ କଥା। ଏସବୁ କର୍ମର କଥା। ତାପରେ ଆସିଲା ଭୃଗୁପତି ଅବତାର। ପଶୁଟିଏ ହାତରେ ଧରିଛନ୍ତି, ମୁଖରେ ଦାଢ଼ି, ମସ୍ତକରେ କେଶଗୁଚ୍ଛ। ଏଭଳି ବୀର ସେ, ଏତେ ସ୍ୱାଭିମାନୀ। ଆମେ ତ ବେଳେ ବେଳେ ବହୁତ ସ୍ୱାଭିମାନୀ ହେଇଯାଉଛୁ, କିନ୍ତୁ ସିଏ ଗୋଟେ ଠାକୁର ଆସିଥିଲେ ଏମିତି ଅଭିମାନୀ। ଏକରେ ଜଙ୍ଗଲରେ ବୁଲୁଥିଲେ, ତାଙ୍କ ବାପାଙ୍କୁ ଭାରି ଭକ୍ତି କରୁଥିଲେ। ତାଙ୍କ ବାପା କହିଲେ, ଡାକିକି, ତାଙ୍କ ନାଁ ଥିଲା, ତାଙ୍କ ନାଁଟା କ'ଣ ପୁଷ୍ପସୁନି। ତାଙ୍କ ବାପାଙ୍କ ନାଁ ଥିଲା ଯମଦଗ୍ନି। ଯମଦଗ୍ନିଙ୍କର ଆଦେଶରେ ତାଙ୍କ ମାଆକୁ ବି ହାଣିଲେ, ବା ତାକୁ ମାନେ ତା ମୁଣ୍ଡକୁ ତ ହାଣିଦେଲେ। ଆଉ ସ୍ୱର୍ଗର ଦେବତା ପର୍ଯ୍ୟନ୍ତ ସମସ୍ତେ ଆଶ୍ଚର୍ଯ୍ୟ। ଗୋଟେ ଅଦ୍ଭୁତ ପୁଅ, ବାପା କଥାରେ ମା ତାକୁ ହାଣିଦେଲା। ସେଇ ପୁଅ ପୁଣି ବାପା କଥାରେ ମାକୁ ବଞ୍ଚେଇ ଦେଲା। ଆମ ସମାଜରେ ବର୍ତ୍ତମାନ କ'ଣ ହେଉଛି? ଆମେ କେତେବେଳେ ବାପାକୁ ହାଣିଲୁଣୁ, କେତେବେଳେ ମାଆକୁ ହାଣିଲୁଣୁ, କେତେବେଳେ 2 ଜଣଙ୍କୁ ବି ହାଣି ଦେଉଛୁ। ବଞ୍ଚଉଛୁ କାହାକୁ? ଯଦି କାହାରିକି ଆମେ ଜୀବନରେ ବଞ୍ଚେଇ ପାରିନୁ, ତାହେଲେ ହାଣିବାର ଅଧିକାର ଆମ ପାଖକୁ ପାଇଲା କେମିତି? ତୁମେ ଯେତେ ଥର ଯାହାକୁ ହାଣିବ, ସେତିକି ଥର, ସେତିକି ଡବଲ ତମେ ବି ହଣା ଖାଇବ। ଇଏ ଗୋଟିଏ କର୍ମର, ଇଏ ସବୁ ଗୋଟେ କର୍ମ। ତାପରେ ଆଉ ଗୋଟେ ବଡ଼ କର୍ମ ଆସି ଆମମାନଙ୍କ ଜୀବନରେ ପହଞ୍ଚିଲା। ସେ କର୍ମଟା କ'ଣ? ଆମେ ବାହା ହେବୁ। ବାହା ହେଲୁ। ଯେଉଁ ବାହାଘର ସବୁ ହେଉଛି, ସେ ପ୍ରକୃତ ବାହାଘର ନୁହଁ, ସେଇଟା ଫାଘର। ସେଠି ବାହାକି ତ ମୁଁ ତ ଦେଖିପାରେ ନା। ଆଉ ଆପଣମାନେ ଯଦି ଦେଖିଥିବେ, ପାନିକିରେ ବସିଲେ କ'ଣ ବାହା ହୁଅନ୍ତି? କାରରେ ବସିଲେ କ'ଣ ବାହା ହୁଅନ୍ତି?
ସୁସଜ୍ଜିତ ଗାଡ଼ିରେ ବସିଲେ କି ସବାରିରେ ବସିଲେ କ'ଣ ବାହା ହୁଅନ୍ତି? ମୁଁ ତ ମୋ ଜୀବନରେ କେତେ ଥର ପାନିକିରେ ବସିଲେଣି, ସବାରିରେ ବସିଲେଣି, ଆପରେ କ'ଣ ମୁଁ ବାହା ହେଇଛି? ଯେଉଁଦିନ ସଂସାରର ଦାୟିତ୍ୱକୁ ତୁମେ ଠିକ୍ ଭାବରେ ବହନ କରିପାରିବ, ବୁଝିପାରିବ, ଏଇଟା ହେଉଛି ମୋର ଦାୟିତ୍ୱ। ଏ ଦାୟିତ୍ୱ ଭିତରେ ଅଛି ମୁଁ କାହାକୁ କିପରି ପୂଜା ଦେବି, କାହାକୁ କିପରି ସ୍ନେହ ଦେବି, କିପରି କାହା ପାଇଁ କ'ଣ କରିବି। ଆଉ କିଛି ନାହିଁ ଏ ଜାମା ପ୍ୟାଣ୍ଟରେ ଘଣ୍ଟା ଚଷମା ନେଇକି ତୁମେ ବସିକିରି ବାହା ହେଉଛ। ଇଏ କେଉଁ ବାହାଘର? 1000 କୁକୁଡ଼ା କାଟୁଛ, 200 ଛେଳି କାଟୁଛ, ଏଗୁଡ଼ା କ'ଣ ସବୁ ବାହାଘର? ଏଗୁଡ଼ା ସବୁ ଫାଷ୍ଟ ଘର। ହଁ, ଆମେ ଘିଅ 2 କିଲୋ ପୋଡ଼ିଲୁ। ତମେ ଗୋଟେ ଏମିତି ବିରାଟ ଲୋକ ହେଇଗଲ, ଘିଅ 2 କିଲୋ ତୁମେ ପୋଡ଼ିଲ? ଏସବୁ ବାହାଘର ଫାହାଘର ନୁହେଁ। ନିଜର କର୍ମମୟ ଦାୟିତ୍ୱକୁ ଯେଉଁଦିନ ଆମେ ବହନ କଲୁ, ଇଏ ଆମର ମା, ସିଏ ଆମର ବାପା, ସିଏ ଆମର ମାମୁଁ, ଆଙ୍କ ପାଇଁ ମୋର କର୍ତ୍ତବ୍ୟ କ'ଣ ଅଛି? ସିଏ ମୋର ପୁରୋହିତ, ସିଏ ମୋର ଶିକ୍ଷକ। କାହା ପାଇଁ ମୋର କର୍ତ୍ତବ୍ୟ କ'ଣ ଅଛି? ସିଏ ମୋର ଗୁରୁ, ତାଙ୍କ ପାଇଁ ମୋର କର୍ତ୍ତବ୍ୟ କ'ଣ ଅଛି? ଯଦି କାହା ପାଇଁ କିଛି କରିନା, ଖାଲି ବାଟରେ ଗଲାବେଳେ ସାର ନମସ୍କାର, ବାବୁ ନମସ୍କାର, ବାବା ନମସ୍କାର, ଏମିତିଆ ଯଦି ଏଇ ନମସ୍କାର ପାଇବା ପାଇଁ ତୁମେ ହେଇଛ ବାହା ନା କ'ଣ? ଆଉ ବାହାଘରର ଉଦ୍ଦେଶ୍ୟ ଗୋଟିଏ ଭଦ୍ର ସନ୍ତାନଟିଏ ସୃଷ୍ଟି କର। ଅଭଦ୍ର ସନ୍ତାନ ତ ବହୁତ ଜନ୍ମ ହେଲେଣି, ସବାଳୁଆ ଭଳିଆ। ଭଦ୍ର ସନ୍ତାନଟିଏ ସୃଷ୍ଟି କର। ନିଜେ ଭଦ୍ର ହୁଅ, ତାକୁ ବି ଭଦ୍ର କର। ଯଦି ତମେ ଭଦ୍ର ହେଲନି କି ତାକୁ ଭଦ୍ର କଲନି, ତାହେଲେ ତମ ବୈବାହିକ ଜୀବନ ବ୍ୟର୍ଥ ହେଇଯାଇଛି। ତେଣୁ ପିଲାମାନେ ଏତିକି କଥା, ଯଦି ମୁଁ ଆଜି ମଧ୍ୟ ଗୋଟେ ପିଲା ପାଖକୁ ଗୋଟେ ଦଉଥିଲି ମେସେଜ, ସେ ମେସେଜରେ ମୁଁ ଗୋଟିଏ ଧାଡ଼ି କେବଳ ତା ଦେହରେ ଲେଖିଛି, 5-6 ଧାଡ଼ିରୁ ଗୋଟେ ଧାଡ଼ି କଥା କହୁଛି। ତୁମେ ଆମକୁ ବୁଝିପାର ବା ନ ବୁଝିପାର, ତୁମେ ଆମର ହେଇପାର ନ ହେଇପାର, କିନ୍ତୁ ଯେଉଁ ବାପ ମାଙ୍କ ମାଧ୍ୟମରେ ପୃଥିବୀକି ଆସିଛ, ସିଏ ତମ ପାଇଁ ସବୁ କିଛି ଦେଇଛନ୍ତି। ତୁମେ ତାଙ୍କରି ଯଦି ହବ, ତାହେଲେ ବଳିଆ ସବୁଠାରୁ ବେଶୀ ଖୁସି ହବ। ସେ କ'ଣ ତାକୁ ବୁଝିଥିବ ପରେ ଜଣେଇବ। ତେଣୁ ଦାୟିତ୍ୱକୁ ବହନ କରିବା ହେଉଛି ପ୍ରକୃତ ବାହାଘର। ସେଇଭଳି ଭାବରେ ରାମାବତାର ହେଉଛନ୍ତି ଗୋଟେ ସୁନ୍ଦର ପାରିବାରିକ ଜୀବନର ଗୋଟେ ଆଦର୍ଶ। ସୁନ୍ଦର ପାରିବାରିକ, ତାପରେ ଗୋଟେ ହଳଧର ଅବତାର, ଇଏ ହେଉଛି ସମ୍ପୂର୍ଣ୍ଣ ଭାବରେ ଭୋଜନ ଭଜନ ସବୁର ପ୍ରତୀକ। ରାତି ପାଇଲେ ଖାଇବୁ କ'ଣ, ପିନ୍ଧିବୁ କ'ଣ, ଶୋଇବୁ କ'ଣ, ସବୁ ଯାକ ତାରି ଭିତରେ ଅଛି। ତେଣୁ ଇଏ ହେଉଛି କର୍ମର ମୂର୍ତ୍ତିମନ୍ତ ପ୍ରତୀକ ଦେବତା। ଇଏ ହେଉଛି ବାହାଘର। ତାପରେ ଆଉ ବାହାଘର ନାହିଁ, ବାହାଘର ସରିଗଲା। ତାପରେ କ'ଣ ଆସିଲା? ନିଜକୁ ସମୀକ୍ଷା କର। ଜୀବନରେ ଭୁଲ କଲ କେତେ, ଠିକ୍ କଲ କେତେ। ମୁଁ ତମମାନଙ୍କୁ କହୁନି, ମୁଁ ନିଜକୁ ବି କହୁଛି। ଏଇ ଅରିଲ ମାଟିରେ ମୁଁ ଜନ୍ମ ହେଇନି, ମୁଁ ଜନ୍ମ କଟକରେ ହେଇଛି, କିନ୍ତୁ ଅରିଲ ମାଟି ହେଉଛି ମୋର
ମୋ ପୂର୍ବପୁରୁଷମାନଙ୍କର ମାଟି। ଏଇ ମାଟିରେ ମୁଁ ଖେଳିଛି ବୁଲିଛି ସବୁ କରିଛି। ଏଇ ମାଟିରେ ବି ମୁଁ କହୁଛି ମୁଁ ଜୀବନରେ ସବୁବେଳେ ପ୍ରତ୍ୟେକ ଦିନ ଗୋଟେ ଛୋଟିଆ ସମୀକ୍ଷା କରେ। ସେ 2 ମିନିଟ୍ ହଉ, ଆଜି ମୁଁ ଜୀବନରେ କ'ଣ ଭୁଲ କରିଛି କ'ଣ ଠିକ କରିଛି। ସେଇ ଯେଉଁ ଆତ୍ମସମୀକ୍ଷାର ଯୁଗ ହେଉଛି ଭଗବାନ ବୁଦ୍ଧଙ୍କର ଅବତାର। ନିଜକୁ ସମୀକ୍ଷା କର। ଏମିତି ଆମର ପଞ୍ଝାଏ ଅଛନ୍ତି, ପରିବା ଅମଣିଆ ବେଳେ କଜିଆ, ଶୋଇବାକୁ ଗଲେ କଜିଆ, ପାଣି କାଢ଼ିଲେ କଜିଆ, କିଏ କୁଆଡ଼େ କାହାକୁ ଇଏ କେଉଁ ତୁମେ ସବୁ ଘର ଦ୍ୱାର ଛାଡ଼ିକିରି ଆଇଲ କ'ଣ କଜିଆ କରିବା ପାଇଁ ମୋ ପାଖକୁ ଆଇଲ? ମୋର କ'ଣ ଆଉ କିଛି କାମ ନାହିଁ ତମରି କଜିଆ ଅଛି ନେଇବି? ତେଣୁ ଏସବୁ ନୁହେଁ। ଦ୍ୱନ୍ଦାତୀତମ ଗଗନ ସଦୃଶମ୍। ଶେଷ ଅବତାର ହେଉଛନ୍ତି କଳ୍କି। ସେ କଫ ରୂପରେ ଆସିବେ, ବାତ ରୂପରେ ଆସିବେ, କାଶ ରୂପରେ ଆସିବେ, ଆଉ ଥଣ୍ଡା ରୂପରେ ଆସିବେ। ତମ ହାତ ଗୋଡ଼ ସବୁ ଥଣ୍ଡା ହେଇଯିବ, ତମ ହାତ ଗୋଡ଼ ସବୁ ବଙ୍କା ହେଇଯିବ। ଏମିତି ତମେ ଯେଉଁ ସୁନ୍ଦର ପୋଷାକ, ସୁନ୍ଦର ସୌନ୍ଦର୍ଯ୍ୟକୁ ବଢ଼େଇବା ପାଇଁ ଯେଉଁ ସୁନ୍ଦର ପୋଷାକ ସବୁ ବ୍ୟବହାର କରୁଛ, ସେଇଗୁଡ଼ାକ ସବୁ ବଙ୍କା ବଙ୍କି କରିଦେଇ ଏ ଦୁନିଆରୁ ସେ ଚାଲିଯିବେ। ବାଇ ଚଢ଼େଇରେ ବାଇ ଚଢ଼େଇ, ତୋ ମା ଯାଇଛି ଗାଈ ଚଢ଼େଇ। ଏଇ 10ଟି ଅବସ୍ଥା ହେଉଛି ଆମମାନଙ୍କ ପ୍ରତ୍ୟେକ, ମୋର ନୁହେଁ। ମୁଁ ଯାହା କହୁଛି ମୁଁ ନିଜକୁ ସମୀକ୍ଷା କରୁଛି। ମୁଁ ଯାହା କହେ ତା ଦେହରେ ଟିକେ କୋଇ ହୁଏତ ଅଳଙ୍କୃତ ଥିବ, ଟିକେ ମାନେ ବଡ଼ଗିରି କହିଥିବି, କିନ୍ତୁ ମୁଁ ବେଶୀ ମିଛ କହେନି। ମୁଁ ବେଶୀ ମିଛ କହେ ନା। ତେଣୁ ସତ୍ୟ ହିଁ ସତ୍ୟର ସନ୍ଧାନ ଦିଏ। ସଂଯମ ହିଁ ସତ୍ୟର ସନ୍ଧାନ ଦିଏ। ତେଣୁ ଆମେ ସନାତନ। ଆମକୁ କିଏ ଭଲ ପାଉ ନ ପାଉ, ଆମେ ସମସ୍ତଙ୍କୁ ଭଲ ପାଇବା। ଆଜିର ଏହି ପବିତ୍ର କଥା ସେହି ଅଭୟ ଚରଣାରବିନ୍ଦରେ ସମର୍ପଣ କରି ସମସ୍ତଙ୍କର ଶାନ୍ତି କାମନା କରି ଏତିକିରୁ କଥାକୁ ବିଶ୍ରାମ ଦେଉଛି। ନାମ କର।